ପ୍ରଥମେ ମଟନରେ ସୋରିଷ ତେଲ ଲୁଣ ହଳଦୀ ଗୋଳେଇ କିଛି ସମୟ ପାଇଁ ରଖିଦେବା। ତାପରେ ଆଳୁକୁ ଭଲ ଭାବେ ଭାଜିଦେବା। ଆଳୁ ଭଲ ଭାବେ ଭାଜି ହେଇଗଲା ପରେ କଡ଼େଇରେ ତେଲ, ଗରମ ମସଲା, ଖଣ୍ଡ ମସଲା ଏବଂ ପିଆଜ ସବୁ ଦେଇ ଭଲ ଭାବେ ନାଲି ହେଲା ପର୍ଯ୍ୟନ୍ତ ତାକୁ ଭାଜିବା। ପିଆଜ ୟେଲୋ କଲର ଆସିଗଲା ପରେ ପିଆଜ ସମ୍ପୂର୍ଣ୍ଣ ପାଚିଗଲା ପରେ ପ୍ରଥମେ ମଟନକୁ ଦେଇଦେବା। ଭଲ ଭାବେ ଗୋଳାଇ କିଛି ସମୟ ଛାଡ଼ିଦେବା। ତାପରେ ଅଦା ରସୁଣ ପେଷ୍ଟ ଦେଇ ଭଲ ଭାବେ ଗୋଳାଇ କିଛି ସମୟ ଛାଡ଼ିଦେବା। ତାପରେ କାଶ୍ମୀରୀ ଚିଲି ପକେଇବା। ଭଲ ଭାବେ ଗୋଳାଇ କିଛି ସମୟ ଛାଡ଼ିଦେବା। ତାପରେ ମସଲା ସବୁ ଦେବା। ଜିରା ପାଉଡର, ଧନିଆ ପାଉଡର, ମଟନ ମସଲା, ହଳଦୀ ପାଉଡର, এই ଭଲ ଭାବେ ଗୋଳାଇ ଦେବା। ଆବଶ୍ୟକ ଅନୁସାରେ ସ୍ୱାଦ ଅନୁସାରେ ଲୁଣ ଦେବା। ତାପରେ ଆଳୁକୁ ପକେଇବା। ଭଲ ଭାବେ କଷି ହେଇଗଲା ପରେ ତେଲ ମସଲାର ଉପରେ ଭାସିଲେ ତାପରେ ଏହାକୁ ପ୍ରେସରରେ ଆବଶ୍ୟକ ଅନୁସାରେ ପାଣି ଦେଇ ପ୍ରେସରକୁ ବନ୍ଦ କରିଦେବା। ପ୍ରେସରରେ 4ଟା ସିଟି ଦେବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଫାଇନାଲି ହେଇଗଲା ଆମର ଢାବା ଷ୍ଟାଇଲରେ ମଟନ ଝୋଳ।